ଦଶନ୍ଧି ଦଶନ୍ଧି ଧରି ଦେଶର ପ୍ରଗତିର ଚକ୍ରକୁ ଶ୍ରମିକମାନେ ଅବିରତ ଭାବେ ଚଳାଇ ଆସୁଛନ୍ତି ଏବଂ ବିକାଶରେ ନିଜର ଯୋଗଦାନ ନିରବିଚ୍ଛିନ୍ନ ଭାବରେ ଆପଣମାନେ ସମସ୍ତେ ଦେଇ ଆସିଛନ୍ତି। ଏଣୁ ଏଠି ଏ ଶ୍ରମିକ ଦିବସରେ ଯେତେବେଳେ ଆପଣମାନେ ବିଭିନ୍ନ ସୁଖ ସ୍ୱାଚ୍ଛନ୍ଦ୍ୟ ଉପଯୁକ୍ତ ପ୍ରାପ୍ୟ ଏ ସମସ୍ତ କଥାକୁ ଯେତେବେଳେ ପ୍ରସଙ୍ଗ ଆସେ କଥା ଆସେ ସେତେବେଳେ କେମିତି ନ୍ୟାୟ ପାଇବେ, ଉପଯୁକ୍ତ ମଜୁରୀ ପାଇବେ ଏବଂ ଆପଣଙ୍କର ଘରର କୌଣସି ଅସୁବିଧା ହେଲେ କିଭଳି ଭାବରେ ସମ୍ପୃକ୍ତ କମ୍ପାନୀ କିମ୍ବା ସରକାର ଏମାନେ କେମିତି ଆପଣମାନଙ୍କର ସେ ଦୁଃଖ ସମୟରେ ଛିଡ଼ା ହେବେ, ଏ କଥାକୁ ନେଇକରି ସବୁବେଳେ ଏ ଯେଉଁ ଗୋଟେ ସମସ୍ୟା ଲାଗିଥାଏ ଆଉ ସେଥିପାଇଁ ଆପଣମାନେ ନ୍ୟାୟ ପାଇବା ପାଇଁ ଲଢ଼େଇ କରିଥାନ୍ତି ଆଉ ଆଜି ଦିନରେ ମଧ୍ୟ ଆପଣ ଲଢ଼େଇ ଜାରି ରଖିଛନ୍ତି। ଆପଣମାନେ ସମସ୍ତେ ଏଠି ଆମର ଉପସ୍ଥିତ ସମ୍ମାନିତ ବକ୍ତାମାନେ ଅନେକ କଥା କହିଛନ୍ତି। ସେଥିରେ ଯେ ଏଇ ଯେଉଁ ଶ୍ରମିକ ଯେଉଁମାନେ କାମ କରୁଛନ୍ତି ଆପଣମାନେ ଦୈନିକ 8 ଘଣ୍ଟା କେତେବେଳେ 9 ଘଣ୍ଟା ଆଉ କେତେବେଳେ 10 ଘଣ୍ଟା ବି କରୁଛନ୍ତି କି ନାହିଁ, ଯେତିକି ସମୟ କାମ କରିବା କଥା ତାଠାରୁ ଅଧିକ ସମୟ ବି ବେଳେ ବେଳେ ଆପଣମାନଙ୍କୁ କେତେବେଳେ ଠିକାଦାର ଆଉ କେତେବେଳେ ସେ ସମ୍ପୃକ୍ତ ସଂସ୍ଥା ଆପଣମାନଙ୍କୁ ଅଧିକ ପରିଶ୍ରମ ମଧ୍ୟ କରାଉଛନ୍ତି। ଇଏ ଯେଉଁ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟାକୁ ନେଇକରି ଯେଉଁ ଲଢ଼େଇ ହେଇଥିଲା 140 ବର୍ଷ ପୂର୍ବରେ, ମନେ ପକାନ୍ତୁ ଯାହା ଏଠି କହୁଥିଲେ ବକ୍ତାମାନେ ମଧ୍ୟ 1886 ମସିହାରେ ଇଏ ଲଢ଼େଇ ବିଷୟରେ ଏଠି ଆଲୋଚନା ହେଇଛି। ମୁଁ ଲମ୍ବା କହିବି ନାହିଁ। ସେଟା ହେଇଥିଲା ଆମେରିକାର ଚିକାଗୋ ସହରରେ ଏବଂ ସେଠି ଗୋଟେ ମାର୍କେଟ ଥିଲା ହେ ମାର୍କେଟ ଆଉ ସେଇଠି ସେଇ ମାର୍କେଟ ଠାରେ ବିଭିନ୍ନ ସମସ୍ୟା ନେଇକରି ଆମେରିକାର ଶ୍ରମିକମାନେ ସେଠି ସେମାନେ ଦାବି କରୁଥିଲେ ଏବଂ ତାଙ୍କର ଦାବି ଥିଲା କ'ଣ, ଏକତ୍ରିତ ହେଇକି ଦାବି କରୁଥିଲେ 8 ଘଣ୍ଟା କାର୍ଯ୍ୟ ଦିବସ, 8 ଘଣ୍ଟା ବିନୋଦ ଆଉ 8 ଘଣ୍ଟା ନିଦ୍ରା ମାନେ ଶୋଇବା, ଏ ପ୍ରକାରର 24 ଘଣ୍ଟାକୁ ବାଣ୍ଟି ଦେଉଥିଲେ। ସେ ଦାବି କରୁଥିଲେ କିନ୍ତୁ ସେତେବେଳର ସରକାର ଯିଏ ଥିଲେ ସେ ଭାବିଲେ ଏମାନେ ଗୋଟେ ବଡ଼ ଧରଣର ସରକାର ବିରୋଧରେ ଯାଉଛନ୍ତି, କିଛି ଗୋଟେ ବୋଧେ ଏମାନେ ଦଙ୍ଗା କରୁଛନ୍ତି, ସଙ୍ଗେ ସଙ୍ଗେ ଦଙ୍ଗାକୁ ଦମନ କରିବା ପାଇଁ ସେ ଚିନ୍ତା କରିକିରି ତାଙ୍କ ଉପରେ ରକ୍ତର ହୋଲି ଖେଳିଥିଲେ, ଅର୍ଥାତ୍ ସେମାନଙ୍କୁ ଆଖି ବୁଜା ଗୁଳି ମାରିଥିଲେ। ଏ ପ୍ରକାରର ଯେଉଁ ଅନେକ ଦମନ ଲୀଳାରେ ପୁଲିସ ମାଧ୍ୟମରେ ଯେଉଁ ହତାହତ ହେଇଥିଲେ ଏବଂ ଏ ଆନ୍ଦୋଳନ କିନ୍ତୁ ଥମିଲା ନାହିଁ। ଯେତେବେଳେ ଲୋକ ଗୁଳି ଖାଇଲେ, ଲୋକ ମୃତ୍ୟୁବରଣ କଲେ, ପରବର୍ତ୍ତୀ ପର୍ଯ୍ୟାୟରେ ଆନ୍ଦୋଳନ ତେଜିଲା। ଆମେରିକାରୁ ୟୁରୋପକୁ ଗଲା, ୟୁରୋପରୁ ବିଶ୍ୱବ୍ୟାପୀ ଏହା ଚାରିପଟେ ଚାଲିଗଲା। ଏଣୁ ଏମିତି ଏକ ସମୟ ଆସିଲା ସବୁ ଶ୍ରମିକ ଆନ୍ଦୋଳନ କଲେ ଆଉ ଶେଷରେ ଆମେରିକା ହାର ମାନିଲା, ମୁଣ୍ଡ ନୁଆଇଲା ଏବଂ ସେ ଶ୍ରମିକମାନଙ୍କୁ ସମ୍ମାନ ଦେଇ ସେଇ ମୃତ ଶ୍ରମିକମାନଙ୍କର ସମ୍ମାନ ପାଇଁ ସେ ମଇ ପହିଲାକୁ, ମେ 1 ଦିବସକୁ, ମେ 1 ତାରିଖକୁ, ଆଜିର ଦିନକୁ ସିଏ ସରକାରୀ ଛୁଟି ଦିବସ ହିସାବରେ ଘୋଷଣା କଲେ ଏବଂ ସେମାନଙ୍କୁ ସମ୍ମାନ ଦେଲେ, ଉପଯୁକ୍ତ ପ୍ରାପ୍ୟ ଦେବା ପାଇଁ ପ୍ରତିଶ୍ରୁତି ଦେଲେ, ସୁରକ୍ଷା ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଲେ।